ବଂଶୀ ବିଭୂଷିତ କରାନ୍ନବ ନିରଦାଭାତ ପୀତାମ୍ବରା ଦରୁଣ ବିମ୍ବ ଫଳାଧରଷ୍ଟାତ୍ ପୂର୍ଣ୍ଣେନ୍ଦୁ ସୁନ୍ଦର ମୁଖାଦର ବିନ୍ଦ ନେତ୍ରାତ୍ କୃଷ୍ଣାତ୍ ପରମ କିମପି ତତ୍ତ୍ୱମହଂ ନ ଜାନେ। ଏହି ସୁମଧୁର ଶ୍ରୀକୃଷ୍ଣ ବନ୍ଦନା ସହିତ ଆଜିର ଏହି ଗଭୀର ଆଲୋଚନାକୁ ଆମେ ଆରମ୍ଭ କରୁଛୁ। ଦେଖନ୍ତୁ, ଆଜିର ବିଷୟ ବହୁତ ତାତ୍ପର୍ଯ୍ୟପୂର୍ଣ୍ଣ। ହଁ, ଆଉ ବହୁତ ଗଭୀର ମଧ୍ୟ। ଏକଦମ, କାରଣ ଆଜି ଆମର ମୁଖ୍ୟ ଉତ୍ସ ହେଉଛି ଓଙ୍କାର ପତ୍ରିକାର ମାର୍ଚ୍ଚ 2026 ସଂସ୍କରଣ। ଆଉ ସ୍ୱାମୀ ପ୍ରଣବାନନ୍ଦଙ୍କ ଦ୍ୱାରା ସମ୍ପାଦିତ ଏହି ମଡେଲର ଇଏ ହେଉଛି 15ତମ ବର୍ଷ। ପ୍ରତିବର୍ଷ ଏମାନେ ଗୀତାର ଗୋଟିଏ ଅଧ୍ୟାୟକୁ ନେଇ ବ୍ୟାପକ ଆଲୋଚନା କରନ୍ତି। ତାହେଲେ ଚଳିତ ବର୍ଷର ଆଲୋଚନାର ମୁଖ୍ୟ ବିଷୟ ହେଉଛି 15 ଅଧ୍ୟାୟ, ଯାହାକୁ ଆମେ ପୁରୁଷୋତ୍ତମ ଯୋଗ ବୋଲି କହୁ। ବିଲକୁଲ, ପୁରୁଷୋତ୍ତମ ଯୋଗ। ଆଉ ସବୁଠୁ ମଜାଦାର କଥା ହେଉଛି ବର୍ଷ ଶେଷରେ ଏହାର 12 ସଂସ୍କରଣ ମାନେ ବର୍ଷର ଶେଷ ସଂସ୍କରଣଟି ଏକ ବିଶେଷାଙ୍କ ରୂପେ ପ୍ରକାଶ ପାଇବ, ଯେଉଁଥିରେ ସମାଜରେ ଆଦୃତ ବହୁ ପ୍ରସିଦ୍ଧ ଲେଖକମାନଙ୍କର ଭାଷ୍ୟ ସ୍ଥାନ ପାଇବ। ସତ କହିଲେ, ଏହି ଗୋଟିଏ ମାତ୍ର ଅଧ୍ୟାୟରେ ନା ବେଦାନ୍ତ ଦର୍ଶନର ସମ୍ପୂର୍ଣ୍ଣ ରହସ୍ୟ ଲୁଚି ରହିଛି। ଆଦି ଶଙ୍କରାଚାର୍ଯ୍ୟ ମଧ୍ୟ ସ୍ପଷ୍ଟ ଭାବରେ ମତ ଦେଇଛନ୍ତି ଯେ ଏହି 15 ଅଧ୍ୟାୟରେ ସମଗ୍ର ଗୀତାର ସାରତତ୍ତ୍ୱ ନିହିତ ଅଛି। ହଁ, ଆଉ ଆମର ଲକ୍ଷ୍ୟ ବି ସେଇଆ। ସଂସାର କିପରି ଆମକୁ ବାନ୍ଧି ରଖିଛି ଆଉ ସେହି ବନ୍ଧନରୁ କେମିତି ମୁକ୍ତ ହୋଇହେବ, ତାର ଏକ ବୈଜ୍ଞାନିକ ତଥା ଦାର୍ଶନିକ ଉତ୍ତର ଆମେ ଖୋଜିବା ଆଜି। ଆଉ ଏହାର ଆରମ୍ଭ ହିଁ ବହୁତ ଚମତ୍କାର। ଏକ ବିସ୍ମୟକର ରୂପକରୁ ଏହା ଆରମ୍ଭ ହେଉଛି। ହଁ, ସେଇ ଯୋଉ ଓଲଟା ଗଛ କଥା। ଏକଦମ ଗୋଟିଏ ଅଦ୍ଭୁତ କଳ୍ପନା। ଗୋଟିଏ ଗଛ ଯାହାର ଚେର ଉପର ଆଡ଼କୁ ଅଛି ଏବଂ ଡାଳଗୁଡ଼ିକ ତଳ ଆଡ଼କୁ ଲମ୍ବିଛି। ଊର୍ଦ୍ଧ୍ୱ ମୂଲମ୍ ମଧ ଶାଖମ୍ ଅଶ୍ୱତ୍ଥମ୍ ପ୍ରାହୁରବ୍ୟୟମ୍। ମାନେ ସାଧାରଣ ଗଛର ଚେର ତ ତଳେ ଥାଏ, ଏଇଟା ପୁଣି କେମିତିକା ଗଛ? ଦେଖନ୍ତୁ, ଏହା ଏକ ଦାର୍ଶନିକ ଚିତ୍ରଣ। ଏଠାରେ ସଂସାର ରୂପକ ବୃକ୍ଷର ମୂଳ ବା ଚେର ହେଉଛି ଊର୍ଦ୍ଧ୍ୱ। ଊର୍ଦ୍ଧ୍ୱମୂଳ କହିଲେ ସ୍ୱୟଂ ପରମ ବ୍ରହ୍ମଙ୍କୁ ବୁଝାଏ। ଆଚ୍ଛା, ମାନେ ସୃଷ୍ଟିର ଉତ୍ସ। ହଁ, କାରଣ ଯେଉଁ କୌଣସି ସୃଷ୍ଟିର ଉତ୍ସ ସର୍ବଦା ସୂକ୍ଷ୍ମ ଏବଂ ଉଚ୍ଚତର ସ୍ଥିତିରେ ହିଁ ଥାଏ। ଭୌତିକ ଜଗତର ଯେତେ ସବୁ ବିସ୍ତାର ଆମେ ଦେଖୁଛୁ, ସେସବୁ ସେହି ଏକମାତ୍ର ସୂକ୍ଷ୍ମ ଚେତନାରୁ ନିମ୍ନଗାମୀ ହୋଇ ପ୍ରକାଶ ପାଇଛି। ଆଉ ଯେଉଁ ଅଧଶାଖା ବା ତଳୁକୁ ଥିବା ଡାଳଗୁଡ଼ିକର କଥା କୁହାଯାଇଛି, ସେଗୁଡ଼ିକ ହେଉଛି ଆମର ବୁଦ୍ଧି, ଅହଙ୍କାର, ମନ ଏବଂ ପଞ୍ଚମହାଭୂତ। ବୁଝିଲି। ମାନେ ଯେପରି ଗୋଟେ ଗଛ ମାଟି ଭିତରେ ଥିବା ତାର ଚେର ଉପରେ ନିର୍ଭର କରେ, ଠିକ୍ ସେମିତି ଏହି ସମଗ୍ର ପରିବର୍ତ୍ତନଶୀଳ ସଂସାର ସେହି ଅପରିବର୍ତ୍ତନୀୟ ପରମାତ୍ମାଙ୍କ ଉପରେ ନିର୍ଭରଶୀଳ। ସତ କଥା। ଆଉ ଗୋଟେ ବଢ଼ିଆ କଥା ଏ ପତ୍ରିକାରେ ଅଛି, ଏହି ଅଶ୍ୱତ୍ଥ ଶବ୍ଦର ଅର୍ଥକୁ ନେଇ। ସଂସ୍କୃତରେ ସ୍ୱ ଅର୍ଥ ହେଉଛି ଆସନ୍ତାକାଲି, ଆଉ ଥର ଅର୍ଥ ହେଉଛି ସ୍ଥିର ରହିବା। ତେଣୁ ଅଶ୍ୱତ୍ଥର ସିଧାସଳଖ ଅର୍ଥ ହେଲା ଯାହା ଆସନ୍ତାକାଲି ପର୍ଯ୍ୟନ୍ତ ରହିବ ନାହିଁ। ବାଃ, କି ସୁନ୍ଦର ବିଶ୍ଳେଷଣ। ପ୍ରକୃତରେ ଏହି ଭୌତିକ ସଂସାର ପ୍ରତି ମୁହୂର୍ତ୍ତରେ ବଦଳୁଛି ନା। ଆମର ଶରୀର, ସମ୍ପର୍କ, ପରିସ୍ଥିତି କିଛି ବି ତ ସ୍ଥିର ନୁହେଁ। ତା ସହିତ ଏହି ଗଛର ପତ୍ରଗୁଡ଼ିକୁ ବେଦର ଛାନ୍ଦ ବା ଛାନ୍ଦାଂଶୀ ସହ ତୁଳନା କରାଯାଇଛି। ମାନେ ବେଦରେ ଥିବା ସକାମ କର୍ମକାଣ୍ଡଗୁଡ଼ିକ ହିଁ ହେଉଛି ଏହି ଗଛର ପତ୍ର। ହଁ, କାରଣ ଯେମିତି ପତ୍ର ଗଛକୁ ସବୁଜ ରଖେ ଆଉ ତାର ବିସ୍ତାରରେ ସାହାଯ୍ୟ କରେ, ସେମିତି ମଣିଷ ନିଜର ଭୌତିକ ସୁଖ ପାଇଁ ବା ସ୍ୱର୍ଗଲାଭ ଆଶାରେ ଯେଉଁ ସକାମ କର୍ମ କରେ, ତାହା ଏହି ସଂସାର ବୃକ୍ଷକୁ ଆହୁରି ବଢ଼ାଏ, ଜନ୍ମ ମୃତ୍ୟୁର ଚକ୍ରକୁ ଚାଲୁ ରଖେ। ତାହେଲେ ପ୍ରଶ୍ନ ଉଠିଛି, ମୁକ୍ତି ମିଳିବ କେମିତି? ଏହି ଅନାଦି ବିଶାଳ ବୃକ୍ଷରୁ ମୁକୁଳିବାର ଉପାୟ କ'ଣ? ଏଥିପାଇଁ ଗୀତାରେ ଏକ ବହୁତ ଶକ୍ତିଶାଳୀ ଶବ୍ଦ ବ୍ୟବହାର କରାଯାଇଛି, ଅସଙ୍ଗ ଶସ୍ତ୍ର। ଅସଙ୍ଗ ଶସ୍ତ୍ରେଣ ଦୃଢ଼େଣ ଛିତ୍ୱା। ମାନେ ଏହି ବୃକ୍ଷକୁ କାଟିବାକୁ ହେବ। ଶସ୍ତ୍ର ମାନେ କୌଣସି ଲୁହାର ଅସ୍ତ୍ର କିମ୍ବା ସବୁ ଛାଡ଼ିଛୁଡ଼ି ଜଙ୍ଗଲକୁ ପଳାଇବା? ନା ନା, ବିଲକୁଲ ନୁହେଁ। ଏହା ଏକ ମାନସିକ ସ୍ଥିତି। ଏହି ଅସଙ୍ଗ ଶସ୍ତ୍ର ହେଉଛି ବୈରାଗ୍ୟର ଅସ୍ତ୍ର, ଆସକ୍ତି ଶୂନ୍ୟତା। ସଂସାରରେ ରହି ସବୁ କର୍ତ୍ତବ୍ୟ କରିବା, କିନ୍ତୁ ତାର ଫଳ ପ୍ରତି ମାନସିକ ସ୍ତରରେ ବାନ୍ଧି ନ ହେବା। ଆଉ ଏଥିରେ ଦୃଢ଼େଣ ଶବ୍ଦଟି ବହୁତ ଗୁରୁତ୍ୱପୂର୍ଣ୍ଣ, କାରଣ ମଣିଷ ମନରେ କ୍ଷଣିକ ବୈରାଗ୍ୟ ଆସିଯାଏ, କିନ୍ତୁ ତାହା ସ୍ଥାୟୀ ହୁଏ ନାହିଁ। ଦୃଢ଼ ଅଭ୍ୟାସ ଦରକାର। ମାନେ ଆତ୍ମବିଚାର ଏବଂ ନିରନ୍ତର ଅଭ୍ୟାସ ବଳରେ ହିଁ ଏହି ମାନସିକ ଶସ୍ତ୍ରକୁ ତୀକ୍ଷ୍ଣ କରିହେବ। ଏକଦମ ଠିକ୍। ଆଉ ଯେତେବେଳେ ସେହି ଅସଙ୍ଗ ଶସ୍ତ୍ରରେ ଏହି ବୃକ୍ଷକୁ କାଟି ଦିଆଯାଏ, ସେତେବେଳେ ଜୀବ ପରମ ପଦ ଆଡ଼କୁ ଅଗ୍ରସର ହୁଏ। କିନ୍ତୁ ଉତ୍ସର ଆଉ ଗୋଟେ କଥା ବି ଅଛି, କେବଳ ସଂସାରରୁ ବିରକ୍ତ ହେଲେ ଚଳିବ ନାହିଁ। ସେହି ସର୍ବୋଚ୍ଚ ସ୍ଥିତିକୁ ପାଇବା ପାଇଁ 5ଟି ଯୋଗ୍ୟତା ଦରକାର।
ହଁ, ସେହି 5ଟି ଲକ୍ଷଣ ହେଉଛି ପ୍ରଥମେ ନିଜର ଅଭିମାନ ଓ ମୋହ ନଷ୍ଟ ହେବା ଦରକାର। ଦ୍ୱିତୀୟରେ ଆସକ୍ତିକୁ ଜୟ କରିବା। ତୃତୀୟଟି ହେଲା ଆଧ୍ୟାତ୍ମିକ ତତ୍ତ୍ୱରେ ନିମଗ୍ନ ରହିବା। ଚତୁର୍ଥରେ ଭୌତିକ କାମନାର ନିବୃତ୍ତି ଏବଂ ପଞ୍ଚମରେ ସୁଖ ଦୁଃଖ ବା ଲାଭ କ୍ଷତି ପରି ସାଂସାରିକ ଦ୍ୱନ୍ଦ୍ୱରୁ ମୁକ୍ତ ହେବା। ଏହି ଲକ୍ଷଣ ଆସିଗଲେ ଜୀବ ଶାଶ୍ୱତ ପଦ ପାଏ। ଆଉ ସେହି ପରମଧାମର ବର୍ଣ୍ଣନା ଯାହା କରାଯାଇଛି ସେଇଟା ମୋତେ ବହୁତ ଆଶ୍ଚର୍ଯ୍ୟ ଲାଗିଲା। ନ ତଦ୍ଭାସୟତେ ସୂର୍ଯ୍ୟୋ ନ ଶଶାଙ୍କୋ ନ ପାବକଃ। ହଁ, ଅର୍ଥାତ୍ ସେହି ପରମଧାମରେ ସୂର୍ଯ୍ୟ, ଚନ୍ଦ୍ର କିମ୍ବା ଅଗ୍ନିର କୌଣସି ଆବଶ୍ୟକତା ନାହିଁ। ଦେଖନ୍ତୁ, ଏହି ଦୁନିଆରେ କିଛି ଦେଖିବାକୁ ହେଲେ ଆମକୁ ବାହ୍ୟ ଆଲୋକ ଦରକାର, କିନ୍ତୁ ଚେତନା ବା ପରମାତ୍ମାଙ୍କ ସ୍ୱରୂପ ହେଉଛି ସ୍ୱୟଂ ପ୍ରକାଶିତ। ତାଙ୍କୁ ଦେଖିବା ପାଇଁ ଅଲଗା ଆଲୋକ ଦରକାର ନାହିଁ। ସେ ନିଜେ ହିଁ ସମସ୍ତ ଆଲୋକର ଉତ୍ସ। ଯେମିତି ସୂର୍ଯ୍ୟଙ୍କୁ ଖୋଜିବା ପାଇଁ ଟର୍ଚ୍ଚ ଲାଇଟ୍ ଦରକାର ହୁଏନି। ବଢ଼ିଆ ଉଦାହରଣଟିଏ। ଆଉ ସବୁଠୁ ବଡ଼ କଥା, ଯଦ୍ଗତ୍ୱା ନ ନିବର୍ତ୍ତନ୍ତେ, ମାନେ ଥରେ ସେଠାରେ ପହଞ୍ଚିଗଲେ ଜୀବ ଆଉ ଏହି ସଂସାର ଚକ୍ରକୁ, ଏହି ଜନ୍ମ ମୃତ୍ୟୁର ଚକ୍ରକୁ ଫେରେ ନାହିଁ। ତାର ଅଜ୍ଞାନ ଅନ୍ଧକାର ଚିରଦିନ ପାଇଁ ଦୂର ହୋଇଯାଏ। ଆଉ ଏଇଠୁ ହିଁ ଆମର ଆଲୋଚନା ଏକ ଗଭୀର ମୋଡ଼ ନେଉଛି। କାରଣ ଗୀତାର ସେହି ବହୁ ଚର୍ଚ୍ଚିତ ଧାଡ଼ିଟି ଆସୁଛି, ମମୈବାଂଶୋ ଜୀବଲୋକେ, ଅର୍ଥାତ୍ ଏହି ଜୀବାତ୍ମା ହେଉଛି ଭଗବାନଙ୍କର ହିଁ ଏକ ଅଂଶ। ଏହିଠାରେ ବେଦାନ୍ତ ଦର୍ଶନର 2ଟି ଭିନ୍ନ ମତ ବା ଦୃଷ୍ଟିକୋଣ ବିଷୟରେ ପତ୍ରିକାରେ ଦିଆଯାଇଛି। ପ୍ରଥମଟି ହେଲା ଆଦି ଶଙ୍କରାଚାର୍ଯ୍ୟଙ୍କର ଅଦ୍ୱୈତ ମତ। ତାଙ୍କ ମତରେ ଜୀବ ଓ ପରମାତ୍ମା ମଧ୍ୟରେ କିଛି ପାର୍ଥକ୍ୟ ନାହିଁ, ଉଭୟ ଏକ। ହଁ, ଯାହାକୁ ଘଟାକାଶ ଏବଂ ମହାକାଶର ଉଦାହରଣ ଦେଇ ବୁଝାଯାଇଛି। ଏକଦମ। ମହାକାଶ ସବୁଆଡ଼େ ଅଛି, କିନ୍ତୁ ଯେତେବେଳେ ଗୋଟିଏ ମାଠିଆ ତିଆରି ହୁଏ ତା ଭିତରେ ବି ତ ଆକାଶ ଥାଏ ନା, ସେଟା ଘଟାକାଶ। ମାଠିଆ ଭାବେ ଯିଏ ସେ ବାହାର ଆକାଶଠାରୁ ଅଲଗା, କିନ୍ତୁ ବାସ୍ତବରେ ଆକାଶ କେବେ ବି ଅଲଗା ହୋଇନି। ଆଉ ମାଠିଆଟି ଭାଙ୍ଗିଗଲେ ଭିତର ଆକାଶ ସିଧା ମହାକାଶ। ସତରେ ଅହଙ୍କାର ବା ଅଜ୍ଞାନ ହିଁ କେବଳ ଭ୍ରମ ସୃଷ୍ଟି କରେ। ଆଉ ଏହା ସହିତ ରାମାନୁଜାଚାର୍ଯ୍ୟଙ୍କ ବିଶିଷ୍ଟାଦ୍ୱୈତ ମତ ବି ରହିଛି, ଯାହା ଭକ୍ତି ମାର୍ଗକୁ ଗୁରୁତ୍ୱ ଦିଏ। ଏହି ମତ ଅନୁଯାୟୀ ଜୀବ ହେଉଛି ପରମାତ୍ମାଙ୍କର ଏକ ପ୍ରକୃତ ଅଂଶ। ଯେମିତି ସୂର୍ଯ୍ୟରୁ ବାହାରିଥିବା କିରଣ ସୂର୍ଯ୍ୟ ଉପରେ ନିର୍ଭରଶୀଳ, କିନ୍ତୁ ତାର ନିଜସ୍ୱ ଏକ ସ୍ୱତନ୍ତ୍ର ଅସ୍ତିତ୍ୱ ଅଛି। କିମ୍ବା ନିଆଁରୁ ବାହାରୁଥିବା ଝୁଳ, ଯାହା ନିଆଁ ସହ ସମାନ କିନ୍ତୁ ସମ୍ପୂର୍ଣ୍ଣ ନିଆଁ ନୁହେଁ। ମାନେ ଉଭୟ ମତ ବେଦାନ୍ତର ଗଭୀରତାକୁ ହିଁ ଦର୍ଶାଉଛି। କିନ୍ତୁ ଜୀବ ଯେତେବେଳେ ଏ ସଂସାରରେ ଥାଏ, ସେ ପ୍ରକୃତିରେ ଥିବା ମନ ଏବଂ 5ଟି ଇନ୍ଦ୍ରିୟକୁ ନିଜ ଆଡ଼କୁ ଟାଣି ନିଏ, ଆଉ ସେହି ଇନ୍ଦ୍ରିୟ ମାଧ୍ୟମରେ ସଂସାର ଭୋଗ କରେ। କିନ୍ତୁ ଯେତେବେଳେ ମୃତ୍ୟୁ ହୁଏ, ସେଇଠି ଏକ ବହୁତ ସୁନ୍ଦର ଉଦାହରଣ ଦିଆଯାଇଛି। ମୃତ୍ୟୁ ବା ଶରୀର ପରିବର୍ତ୍ତନକୁ ନେଇ ଯେମିତି ପବନ ଫୁଲରୁ ଗନ୍ଧକୁ ନେଇ ଅନ୍ୟ ଆଡ଼େ ବୋହିଯାଏ, ଠିକ୍ ସେମିତି ଆତ୍ମା ଶରୀର ଛାଡ଼ିବା ବେଳେ ମନ, ବୁଦ୍ଧି ଏବଂ ପଞ୍ଚପ୍ରାଣକୁ ନେଇ ନୂଆ ଶରୀରକୁ ଯାଏ। ମାନେ ଯାହାକୁ ଆମେ ସୂକ୍ଷ୍ମ ଶରୀର କହୁ। ସ୍ଥୂଳ ଶରୀର 5 ଭୌତିକ ତତ୍ତ୍ୱର ଶରୀରଟି ନଷ୍ଟ ହୋଇଯାଏ, କିନ୍ତୁ ସୂକ୍ଷ୍ମ ଶରୀର ଆତ୍ମା ସାଙ୍ଗରେ ଯାଏ। ଫୁଲଟି ଗଛରେ ରହିଯାଏ, କିନ୍ତୁ ବାସ୍ନା ପବନରେ ଚାଲିଯାଏ। ବହୁତ ସ୍ପଷ୍ଟ ଚିତ୍ରଣ। କିନ୍ତୁ ବୁଝିଲେ ତ, ଏହାକୁ ଦେଖିବା ଏତେ ସହଜ ନୁହେଁ। ପତ୍ରିକାରେ ସ୍ପଷ୍ଟ ଲେଖା ଅଛି ଯେ ସାଧାରଣ ଆଖିରେ ଏହା ଦେଖାଯାଏ ନାହିଁ। ଅଜ୍ଞାନୀ ଲୋକମାନେ ଆତ୍ମାର ଏହି ଯାତ୍ରାକୁ ଦେଖିପାରନ୍ତି ନାହିଁ। ସେମାନେ ଭାବନ୍ତି ମୃତ୍ୟୁ ହିଁ ସବୁକିଛିର ଅନ୍ତ। ହଁ, ତାକୁ ଦେଖିବାକୁ ହେଲେ ଜ୍ଞାନଚକ୍ଷୁ ଦରକାର। ଆଧ୍ୟାତ୍ମିକ ସାଧନା ଆଉ ଶାସ୍ତ୍ର ଅଧ୍ୟୟନ ଦ୍ୱାରା ଯେଉଁମାନେ ନିଜ ପ୍ରଜ୍ଞାକୁ ଜାଗ୍ରତ କରିଛନ୍ତି, ସେମାନେ ହିଁ ଏହାକୁ ଉପଲବ୍ଧି କରିପାରିବେ ଯେ ଶରୀର ବଦଳିବା କେବଳ ପୋଷାକ ବଦଳାଇବା ସହ ସମାନ। ଏକଦମ। ଆଉ ଏବେ ଆମେ ଏପରି ଏକ ବିଷୟକୁ ଆସିବା ଯାହା ମୋତେ ବହୁତ ରୋଚକ ଲାଗିଛି। ଆଧୁନିକ ବିଜ୍ଞାନ, ବିଶେଷ କରି ପଦାର୍ଥ ବିଜ୍ଞାନ ଏବଂ ଜୀବବିଜ୍ଞାନ ସହ ଗୀତାର ସିଧାସଳଖ ସମ୍ପର୍କ। ଓହୋ, ଏହି ଅଂଶଟି ତ ପୁରା ଚମତ୍କାର। ବ୍ରହ୍ମାଣ୍ଡରେ ଥିବା ଶକ୍ତିର ଉତ୍ସ କଥା କୁହାଯାଇଛି। ସୂର୍ଯ୍ୟଙ୍କର ପ୍ରଖର ଆଲୋକ ଓ ଉତ୍ତାପ, ଚନ୍ଦ୍ରର ଶୀତଳ ଜ୍ୟୋତି, ଅଗ୍ନିର ଦାହିକା ଶକ୍ତି, ଏସବୁକୁ ଆମେ ଆଜିର ଫିଜିକ୍ସରେ ଏନର୍ଜି ବା ଶକ୍ତି ବୋଲି କହୁଛୁ। କିନ୍ତୁ ଗୀତା କହୁଛି ଯେ ଏହି ବିଶ୍ୱ ବ୍ରହ୍ମାଣ୍ଡକୁ ଆଲୋକିତ କରୁଥିବା ସେହି ସମସ୍ତ ତେଜ ହେଉଛି ପରମାତ୍ମାଙ୍କର ହିଁ ଶକ୍ତି। ସେ କେବଳ କୌଣସି ଅଦୃଶ୍ୟ ସ୍ଥାନରେ ନାହାନ୍ତି, ସେ ପ୍ରତିଟି ଆଲୋକ କଣିକାରେ ଅଛନ୍ତି। ଆଉ କେବଳ ଆଲୋକ ନୁହେଁ, ମହାକାଶ ବିଜ୍ଞାନ କଥା ଦେଖନ୍ତୁ। ଗାମା ବିଶ୍ୱଚ ଭୂତାନି ଧାରୟାମ୍ୟଃ ମୋଜସା,
ଭଗବାନ କହୁଛନ୍ତି ସେ ନିଜର ଓଜସ୍ ବା ବିଶେଷ ଦୈବୀ ଶକ୍ତି ଦ୍ୱାରା ସମସ୍ତ ଗ୍ରହ ନକ୍ଷତ୍ରମାନଙ୍କୁ ନିଜ କକ୍ଷରେ ସ୍ଥିର ରଖିଛନ୍ତି, ଯାହାକୁ ଆମେ ଆଜି ଗ୍ରାଭିଟି ବା ମାଧ୍ୟକର୍ଷଣ ଶକ୍ତି ବୋଲି ପଢ଼ୁଛୁ। ବାପରେ, ମାନେ ସେଇ ଅଜସ୍ ହିଁ ଗ୍ରାଭିଟି। ଆଉ ଗଛଲତାଙ୍କ କଥା ବି କୁହାଯାଇଛି, ଚନ୍ଦ୍ରାରୂପୀ ସୋମ ଉଦ୍ଭିଦମାନଙ୍କ ମଧ୍ୟରେ ଔଷଧୀୟ ଗୁଣ ଓ ରସ ଭରିଥାଏ ବୋଲି ଆୟୁର୍ବେଦ ବି ମାନେ। ହଁ, ମାନେ ମହାକାଶର ନିୟନ୍ତ୍ରଣ ଏବଂ ପୃଥିବୀର ପରିବେଶ କେମିତି ଏକା ସୂତ୍ରରେ ବନ୍ଧା ତାହା ଏଠାରେ ସ୍ପଷ୍ଟ। ଆଉ ବାହ୍ୟ ପରିବେଶରୁ ଯେତେବେଳେ ଆମେ ଶରୀର ଭିତରକୁ ମାନେ ବାୟୋଲୋଜିକୁ ଆସୁଛୁ, ସେଠି ଆହୁରି ଆଶ୍ଚର୍ଯ୍ୟଜନକ କଥା ଅଛି। ଅହମ୍ ବୈଶ୍ୱାନର ଭୂତ୍ୱା ପ୍ରାଣିନାଂ ଦେହଂ ଆଶ୍ରିତଃ। ଅର୍ଥାତ୍ ଆମ ଭିତରେ ଥିବା ବୈଶ୍ୱାନର ଅଗ୍ନି ବା ପାଚକ ଅଗ୍ନି, ଯାହାକୁ ଆମେ ଡାଇଜେଷ୍ଟିଫାୟର କହୁ, ଭଗବାନ ସ୍ୱୟଂ ସେହି ରୂପରେ ରହି ଆମେ ଖାଉଥିବା ଖାଦ୍ୟକୁ ହଜମ କରନ୍ତି। ଏବଂ ସେହି ଖାଦ୍ୟର 4ଟି ବିଭାଗ ବି କରାଯାଇଛି ବହୁତ ବୈଜ୍ଞାନିକ ଢଙ୍ଗରେ। ଭକ୍ଷ୍ୟ, ଯାହାକୁ ଚୋବାଇ ଖାଉ ଯେମିତି ରୁଟି, ଭୋଜ୍ୟ, ଯାହାକୁ ଗିଳି ଦିଉ ଯେମିତି ପାଣି କି କ୍ଷୀର, ଲେହ୍ୟ, ଯାହାକୁ ଚାଟି ଖାଉ ଯେମିତି ମହୁ, ଆଉ ଚୋଷ୍ୟ, ଯାହାକୁ ଶୋଷି ଖାଉ ଯେମିତି ଆଖୁ। ଆମେ ଭାବୁଛୁ ଏହା ଏକ ସାଧାରଣ ଶାରୀରିକ ପ୍ରକ୍ରିୟା, କିନ୍ତୁ ପ୍ରକୃତରେ ଏହା ଏକ ଦୈବୀ କର୍ମ। ଏକଦମ। ଖାଦ୍ୟକୁ ରକ୍ତ, ମାଂସ ଏବଂ ଶକ୍ତିରେ ପରିଣତ କରିବାର ଯେଉଁ ଜଟିଳ ପ୍ରକ୍ରିୟା ଚାଲିଛି, ତାହା ସେହି ପରମାତ୍ମାଙ୍କ ଉପସ୍ଥିତି ବିନା ସମ୍ଭବ ହିଁ ନୁହେଁ। ଆଉ କେବଳ ପାଚନତନ୍ତ୍ର ନୁହେଁ, ମସ୍ତିଷ୍କ କଥା ବି ଦେଖନ୍ତୁ। ହଁ, ମନୋବିଜ୍ଞାନ ଦିଗଟି। ସର୍ବସ୍ୟ ଚାହମ୍ ହୃଦି ସନ୍ନିବିଷ୍ଟୋ, ମାନେ ସେ ସମସ୍ତଙ୍କ ହୃଦୟରେ ଅଛନ୍ତି। ଆଉ ସେଇଠୁ ହିଁ ମଣିଷର 3ଟି ମୁଖ୍ୟ ପ୍ରକ୍ରିୟା ପରିଚାଳିତ ହୁଏ: ସ୍ମୃତି ବା ମେମୋରି, ଜ୍ଞାନ ଆଉ ଅପୋହନ ବା ଭୁଲିଯିବା। ଆମେ ତ ସ୍ମୃତି ଆଉ ଜ୍ଞାନକୁ ବହୁତ ଗୁରୁତ୍ୱ ଦେଉ, କିନ୍ତୁ ଭୁଲିଯିବାଟାକୁ ସାଧାରଣତଃ ଏକ ଦୁର୍ବଳତା ଭାବୁ। କିନ୍ତୁ ଏହି ଆଲୋଚନାରୁ ଜଣାପଡ଼ୁଛି ଯେ ଏହା ଈଶ୍ୱରଙ୍କର ଏକ ବଡ଼ ଆଶୀର୍ବାଦ। ପ୍ରକୃତରେ ତାହା ଏକ ସର୍ବଶ୍ରେଷ୍ଠ ବରଦାନ। ଚିନ୍ତା କରନ୍ତୁ, ଯଦି ଆମେ ଆମ ଜୀବନର ସବୁ ଦୁଃଖ, କଷ୍ଟ, ଅପମାନ କିମ୍ବା ନିଜ ଲୋକଙ୍କୁ ହରାଇବାର ଯନ୍ତ୍ରଣାକୁ ପ୍ରତି ମୁହୂର୍ତ୍ତରେ ମନେ ରଖନ୍ତେ, ତେବେ କ'ଣ ହୁଅନ୍ତା? ଓହୋ, ମାନସିକ ସ୍ଥିତି ପୁରା ବିପର୍ଯ୍ୟସ୍ତ ହୋଇଯାଆନ୍ତା। ଜୀବନ ବଞ୍ଚିବା ଅସମ୍ଭବ ହୋଇଯାଆନ୍ତା। ଗୋଟେ ନୂଆ ଦିନ ଆରମ୍ଭ କରିବାର ଉତ୍ସାହ ହିଁ ରହନ୍ତା ନାହିଁ। ତେଣୁ ଏହି ଅପୋହଣ ଶକ୍ତି ଏକ ଫିଲ୍ଟର ଭଳି କାମ କରେ, ଯାହା ଆମ ମନରୁ ଅନାବଶ୍ୟକ ଭାରକୁ କମାଇ ଦିଏ। ବିଲକୁଲ। ତାହେଲେ ଏସବୁ ସଂସାର ବୃକ୍ଷ, ଆତ୍ମାର ଯାତ୍ରା, ବିଜ୍ଞାନ, ଏସବୁ ଆଲୋଚନା କରିବା ପରେ ସମଗ୍ର ସୃଷ୍ଟିକୁ ଗୋଟିଏ ଶ୍ରେଣୀ ବିଭାଗରେ ରଖାଯାଇଛି ପତ୍ରିକାରେ: କ୍ଷର, ଅକ୍ଷର ଏବଂ ପୁରୁଷୋତ୍ତମ। ହଁ, ଏହି ଜଟିଳ ବିଷୟକୁ ଆମେ ଟିକେ ସହଜ କରି ବୁଝିବା। ଏହି 3ଟି ସ୍ତର ପ୍ରକୃତରେ କ'ଣ? ପ୍ରଥମଟି ହେଲା କ୍ଷର ପୁରୁଷ। କ୍ଷର ମାନେ ଯାହାର ବିନାଶ ଅଛି। ଆମ ଚାରିପାଖରେ ଥିବା ସମସ୍ତ ଜଡ଼ ପଦାର୍ଥ, ଗଛଲତା, ଜୀବଜନ୍ତୁ ଆଉ ଆମର ଏହି ଶରୀର ସବୁ କ୍ଷର। ଦ୍ୱିତୀୟ ସ୍ତରଟି ହେଲା ଅକ୍ଷର ପୁରୁଷ, ଯାହାକୁ କୂଟସ୍ଥ ବି କୁହାଯାଏ। ଏହା ହେଉଛି ଆମର ଜୀବାତ୍ମା, ଯାହା ଅବିଦ୍ୟା ଓ ମାୟା ସହ ଜଡ଼ିତ ଥାଏ, ଅନେକ ଜନ୍ମ ନିଏ, କିନ୍ତୁ ତାର କେବେ ବି ବିନାଶ ହୁଏନି। ସେ ଅପରିବର୍ତ୍ତିତ ରହେ। ହଁ, ଆଉ ତୃତୀୟଟି ହେଉଛି ପୁରୁଷୋତ୍ତମ, ଉତ୍ତମ ପୁରୁଷ। ସେ ଉଭୟ ଅକ୍ଷର ଏବଂ ଅକ୍ଷରଠାରୁ ଉର୍ଦ୍ଧ୍ୱରେ ଅଛନ୍ତି। ସେହି ସର୍ବୋଚ୍ଚ ପରମାତ୍ମା ଯିଏ 3 ଲୋକରେ ରହି ସମସ୍ତଙ୍କର ପାଳନ, ପୋଷଣ ଏବଂ ନିୟନ୍ତ୍ରଣ କରୁଛନ୍ତି। ସେ ହିଁ ମୂଳ ଶକ୍ତି। ଆଉ ଯେତେବେଳେ ଜଣେ ଏହି ତ୍ରିବିଧ ତତ୍ତ୍ୱକୁ ବୁଝିଯାଏ, ତାର ଫଳ କ'ଣ ହୁଏ? ଭଗବାନ ଶ୍ରୀକୃଷ୍ଣ ଏହାକୁ ଗୁହ୍ୟତମ ଶାସ୍ତ୍ର ବା ସବୁଠାରୁ ଗୁପ୍ତ ରହସ୍ୟ କହିଛନ୍ତି। ଏହାକୁ ଜାଣିବା ଦ୍ୱାରା ମଣିଷ ସର୍ବବିଦ୍ ବା ସର୍ବଜ୍ଞାନୀ ହୋଇଯାଏ। ଆଉ ଏହା କୌଣସି ପୁସ୍ତକଗତ ବିଦ୍ୟା ନୁହେଁ। ଯେମିତି ମୂଳକୁ ଜାଣିଲେ ଶାଖାର ଜ୍ଞାନ ଆପେ ଆପେ ମିଳିଯାଏ, ସେମିତି ପୁରୁଷୋତ୍ତମଙ୍କୁ ଜାଣିଲେ ସବୁ ଜଣାପଡ଼ିଯାଏ ଏବଂ ଶେଷରେ ସେ କୃତକୃତ୍ୟ ହୋଇଯାଏ। କୃତକୃତ୍ୟ ମାନେ ଜୀବନରେ ଆଉ କିଛି କରିବାକୁ, ଭୋଗିବାକୁ କି ପାଇବାକୁ ବାକି ରହେ ନାହିଁ। ମାନବ ଜନ୍ମ ସମ୍ପୂର୍ଣ୍ଣ ସାର୍ଥକ ହୋଇଯାଏ। ତେଣୁ ଆମର ଏହି ଗଭୀର ଆଲୋଚନାରୁ ଆମେ ଏତିକି ନିର୍ଯାସ ପାଇଲେ ଯେ ଏ ସଂସାର ଏକ ଅନିତ୍ୟ ବୃକ୍ଷ। ତେଣୁ ଆସକ୍ତି ତ୍ୟାଗ କରିବା ଉଚିତ। ଆମେ ସମସ୍ତେ ସେହି ପରମାତ୍ମାଙ୍କର ଅଂଶ ଏବଂ ସେହି ସର୍ବବ୍ୟାପୀ ଶକ୍ତି ମହାକାଶର ଆରମ୍ଭ କରି ଆମର ପାଚନତନ୍ତ୍ର ପର୍ଯ୍ୟନ୍ତ ବ୍ୟାପି ରହିଛି। ଏକଦମ। ସଂସାର ପ୍ରତି ବୈରାଗ୍ୟ ଆଉ ପରମ ସତ୍ୟଙ୍କ ପ୍ରତି ଶରଣାଗତି, ଏହା ହିଁ ଏହି ଅଧ୍ୟାୟର ଦାର୍ଶନିକ ସାରାଂଶ।
ଏହା ମଣିଷକୁ ନିଜର ସୀମିତ ଅହଙ୍କାରରୁ ବାହାର କରି ଏକ ବୃହତ୍ତର ଜୀବନ ଦର୍ଶନ ଦିଏ। ତାହେଲେ ଆଲୋଚନା ଶେଷ କରିବା ପୂର୍ବରୁ ଗୋଟିଏ ଗଭୀର ଚିନ୍ତାଧାରା ରଖିବାକୁ ଚାହୁଁଛି। ଟିକେ ଭାବି ଦେଖନ୍ତୁ ଲୋକେ, ଯଦି ଗ୍ରହ ନକ୍ଷତ୍ରମାନଙ୍କୁ ବିଶାଳ ମହାକାଶରେ ସ୍ଥିର ରଖିଥିବା ସେହି ମହାନ ଶକ୍ତି ଏବଂ ଆମର ଏହି ଛୋଟ ଶରୀରରେ ଖାଦ୍ୟ ହଜମ କରାଉଥିବା ବା ସ୍ମୃତିକୁ ନିୟନ୍ତ୍ରଣ କରୁଥିବା ଶକ୍ତି ପ୍ରକୃତରେ ଏକା ଅଟେ, ତାହେଲେ ଏହା ନିଜ ଶରୀର ଏବଂ ଦୈନନ୍ଦିନର ସାଧାରଣ କର୍ମ ପ୍ରତି ଆମର ଦୃଷ୍ଟିକୋଣକୁ କେତେ ଗଭୀର ଭାବରେ ବଦଳି ଦେଇପାରେ। ମଣିଷର ପ୍ରତିଟି ଶ୍ୱାସ, ପ୍ରତିଟି ସ୍ପନ୍ଦନ ଯେମିତି ସେହି ବିଶ୍ୱ ବ୍ରହ୍ମାଣ୍ଡର ତାଳେ ତାଳେ ଗତି କରୁଛି, ନାହିଁ? ଏହି ବ୍ରହ୍ମାଣ୍ଡୀୟ ସଂଯୋଗକୁ ଅନୁସନ୍ଧାନ କରିବାର ଖୋରାକ ଛାଡ଼ି ଆଜିର ଏହି ଆଲୋଚନାକୁ ଏକ ବେଦୋକ୍ତ ଶାନ୍ତିପାଠ ସହ ସମାପ୍ତ କରିବା। ଓମ୍ ଦ୍ୟୌ ଶାନ୍ତିରନ୍ତରିକ୍ଷଂ ଶାନ୍ତିଃ ପୃଥିବୀ ଶାନ୍ତିରାପଃ ଶାନ୍ତିରୋଷଧୟଃ ଶାନ୍ତିଃ ବନସ୍ପତୟଃ ଶାନ୍ତିର୍ବିଶ୍ୱେ ଦେବାଃ ଶାନ୍ତି ବ୍ରହ୍ମ ଶାନ୍ତି ସର୍ବଂ ଶାନ୍ତି ଶାନ୍ତିରେବ ଶାନ୍ତି ସା ମା ଶାନ୍ତିରେଧି। ଓମ୍ ଶାନ୍ତିଃ ଶାନ୍ତିଃ ଶାନ୍ତିଃ।